ସମୟ ଶ୍ରୁତିରେ ଚାଲିବାକୁ ହେଲେ କେତେ ଯେ ଘାତ ପ୍ରତିଘାତ ଆସେ, ସେଇଟା କେବଳ ଯେଉଁ ମଣିଷ ଜୀବନରେ ଘଟିଥାଏ ସେ ହିଁ ଜାଣିଥାଏ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ୍ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଫେବୃଆରୀ ମାସ 24 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 12 ଦିନ, ସୋମବାର, କୃଷ୍ଣ ପକ୍ଷ, ଏକାଦଶୀ ତିଥି, ଯାହା ଦିବା 10:36 ପର୍ଯ୍ୟନ୍ତ ରହୁଛି। ଆଜି ପୂର୍ବଷାଢ଼ା ନକ୍ଷତ୍ର, ଯାହା ଅପରାହ୍ନ 4:19 ପର୍ଯ୍ୟନ୍ତ ରହୁଛି। ଆଜି ଧନୁରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 10:27 ପର୍ଯ୍ୟନ୍ତ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:12। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହା ଅପରାହ୍ନ 5:44। ଆଜି ଯୁଗ୍ନି ରହିଛି ଅଗ୍ନି କୋଣେ, ଯାହା ଦିବା 10:36 ପରେ ନୈಋତ୍ୟ କୋଣରେ ଯୁଗ୍ନି ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 10:27 ପରେ ଘାତ ଚନ୍ଦ୍ର ସିଂହ ରାଶି ବ୍ୟକ୍ତିଙ୍କର ରହିବ। ଆଜି ଯାହାକି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଦିବା 10:36 ପରେ ଏକ ପାଦ ପୁଷ୍କର ଦୋଷ ରହିବ। ତାପରେ ଅପରାହ୍ନ 4:19 ପରେ ପୁଣି 2 ପାଦ ପୁଷ୍କର ଦୋଷ ରହିବ। ଫଳ ରହୁଛି ପଶୁହାନି ଏବଂ ବଂଶହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି, ପୁଇ ଭୋଜନ ନିଷେଧ ରହିଛି। ତତ୍ସହିତ ଆଜି ଯାହାକି ଏକାଦଶୀ ଯୋଗୁଁ ଆମିଷ ନିଷେଧ ସହିତ ଆପଣ ଫଳ ନିଷେଧ ରହିଛି। ତତ୍ସହିତ ତୃଣ କାଷ୍ଠ ଛେଦନ ମଧ୍ୟ ନିଷେଧ ରହିଛି। ଆଜି ହେଉଛି ସର୍ବସହମତ ବିଜୟା ଏକାଦଶୀ। ଏହି ଏକାଦଶୀ କରିଲେ ସମସ୍ତ ପ୍ରକାର କମ୍ପିଟିସନରେ ଆପଣ ନିଶ୍ଚିତ ବିଜୟ ହେବାର ଏକ ମାଧ୍ୟମ ଏବଂ ଭଗବାନ ବିଷ୍ଣୁଙ୍କର ଅନେକ କୃପା ମିଳିଥାଏ। ତେବେ ନିଶ୍ଚିତ ଏହି ଏକାଦଶୀ ବ୍ରତ କରନ୍ତୁ। ଆଜିର ରାହୁକାଳ, ଯାହା ଦିବା 7:35 ରୁ ଦିବା 9:19 ମଧ୍ୟ ରହିଛି। ରାହୁକାଳ ସହିତ କାଳବେଳା ବି ରହିଛି। ଆଜିର ବାରବେଳା, ଯାହା ଦିବା 3:36 ରୁ ଅପରାହ୍ନ 5:44 ମଧ୍ୟ ରହିଛି ବାରବେଳା। ତେବେ ରାହୁକାଳ, କାଳବେଳା, ବାରବେଳା ସମୟ ଭିତରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 7:34 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 11 ରୁ ଦିବା 1:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:31 ରୁ ରାତ୍ରି 8:56 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଅନେକ ସମସ୍ୟା ଭିତରେ ଜଡ଼ିତ କରିପାରେ। ନିଜର ଦୈନନ୍ଦିନ କାର୍ଯ୍ୟରେ ଅନେକ ସମସ୍ୟା ଭିତରେ ଆପଣଙ୍କୁ ଯାହାକି ପକେଇପାରେ। ତେଣୁ ମେଷ ରାଶି ବ୍ୟକ୍ତି ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣଙ୍କର କାର୍ଯ୍ୟକୁ ଯୋଜନା ପ୍ରସ୍ତୁତ କରି କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଯାହାକି କିଛି ନିଜର ବ୍ୟବସାୟରେ ଆପଣଙ୍କୁ ହାନି ମଧ୍ୟ ଉଠିବାକୁ ପଡ଼ିପାରେ। ତେଣୁ ବେପାର ବାଣିଜ୍ୟ କରୁଥିଲେ ଧ୍ୟାନପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି, ଆଜି ଶତ୍ରୁମାନେ ଆପଣଙ୍କୁ ଭାରି ହଇରାଣ କରିପାରନ୍ତି, ଯାହା ଆପଣଙ୍କ ପାଇଁ ସାବଧାନ ରହିବାର ଏକ ମାଧ୍ୟମ ନିହାତି ଆବଶ୍ୟକତା ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ସଫଳତା ମିଳିବା ପାଇଁ ଆପଣଙ୍କୁ ଅନେକ ଧ୍ୟାନପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଆପଣ ବିଳାସ
कार्य प्रति बहुत आकर्षणीय होई पारंती, अर्थ आसीपारे किंतु अर्थ जेतिकी इनकम होबो ता दुई गुणा मध्य खर्च होबार जुग रहुची। तेणु यह प्रति निश्चित मेषराशि व्यक्ति सावधान रुहंतु। आज मेषराशि व्यक्तिंकर भाग्य संख्या रही जहाँ की 3, भाग्य रंग रहुची जहाँ की हलदिया रंग एवं ग्रह माने आपन को आज 70% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपणकर दैनंदिन कार्य टिके मानसिक स्थिति भल न रही पारे किंतु आपण को आज पूर्ण भाव में अर्थजनित कारोबार अनेक प्रकार लाभ करिवार पूर्ण सुजोग रहुची जहाँ आपण राशि चक्र जना पड़ुछि। आज जहाँ कि वृष राशि व्यक्ति समस्त कार्य आपण को सफलता मिलवा सहित आपण बहुत खुशी रे मध्य रहिबार सुजोग देई पारे। तेबे आज जहाँ कि आपण प्रेम जगत रे बहुत खुशी एवं रोमांटिक परिवेश सृष्टि करिवो। तत्सहित आपण को अनेक सुख प्राप्त करने सहित मित्र माने आपण को बहुत सहयोग करी आपणकर कार्य सफलता बनिबार पूर्ण सुजोग रहुची जहाँ आपण राशि चक्र जना पड़ुछि वृष राशि व्यक्तिंकर। आज वृष राशि व्यक्ति विशेष कर टिके स्वास्थ्य प्रति सावधान रुहंतु। आवश्यक स्थले कहा सहित वाद विवाद करंतु नहीं बा झगड़ा करंतु नहीं जहाँ आपणक पई एक दिन सफलतार माध्यम होई पारे यह करिले। आज वृष राशि व्यक्तिंकर भाग्य संख्या रही जहाँ की 5, भाग्य रंग रहुची जहाँ की नील रंग एवं ग्रह माने आपण को आज जहाँ की 95% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज आपणकर प्रत्येक कार्य रे आपण मानसिक चिंता बढ़ी पारे। विशेष करी अर्थजनित कारोबार रे आपण टिके सावधान रहिबा को पड़िबो जहाँ आपणक राशि चक्र जना पड़ुछि। आज मिथुन राशि व्यक्ति प्रायत व्यवसाय नहीं आपण चिंतित रही पारंती। तत्सहित अनेक समस्या आपण को उपजी पारे जहाँ आपण राशि चक्र जना पड़ुछि। तेणु मिथुन राशि व्यक्ति निजर व्यवसाय प्रति सावधान रहिबार आवश्यकता रही। कौनसी गुरुत्वपूर्ण व्यवसाय क्षेत्र में निष्पत्ति नियंतु नाही एवं निजर स्वास्थ्य प्रति सदाबेले सावधान रहिबार आज आवश्यकता रही जहाँ आपण राशि चक्र जना पड़ुछि। तेबे आज जहाँ कि मिथुन राशि व्यक्ति कार्य सफलता मिलिबार सुजोग देई पारे जदि ध्यान पूर्वक कार्य करिवे जहाँ आपणक राशि चक्र जना पड़ुछि। आज स्वास्थ्य प्रति सचेतन रहिबा सहित आपणकर कार्य गुडी को ध्यान पूर्वक बा योजना प्रस्तुत करी कार्य करंतु। देखिबे मिथुन राशि व्यक्ति धीरे धीरे सफलता को अग्रगति करिवे। आज मिथुन राशि व्यक्तिंकर भाग्य संख्या रही 8, भाग्य रंग रहुछि जहाँ कि आपण गाढ़ नील रंग व्यवहार करि परिबे एवं ग्रह माने आपण को आज जहाँ कि 50% एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज दिनटी आपणकर भाग्य उत्तम जुग रहुछि। प्रत्येक कार्य सफलता पाइबा सहित किछि नुआ आभूषण आनिबार आपण पूर्ण सुजोग रहुछि। तत्सहित व्यापार वाणिज्य आपण अनेक प्रकार लाभ प्राप्त करिवार सुजोग रहुछि जहाँ आपणक राशि चक्र जना पड़ुछि। आज आर्थिक परिस्थिति आपणकर भल रहिबा सहित आज कर्कट राशि व्यक्ति किछि जहाँ कि आध्यात्मिक कार्य रे जड़ित रही पारंती किंबा मंदिर परिदर्शन करिवार पूर्ण सुजोग रहुछि। तत्सहित आज जहाँ कि प्रेम व्यापार रे आपणक भाग्य पूर्ण शुभ जुग रहुछि जहाँ कि प्रेम संबंध वार्तालाप करिबा पई उत्तम जुग रहुछि जहाँ आपणक राशि चक्र जना पड़ुछि कर्कट राशि व्यक्तिंकर। आज कर्कट राशि व्यक्ति जहाँ कि चाकरी संबंध रे कार्य गुडी को उत्तम सुजोग रहुछि जहाँ आपणक राशि चक्र जना पड़ुछि। आज कर्कट राशि व्यक्तिंकर भाग्य संख्या रही जहाँ कि 6, भाग्य रंग रहुछि जहाँ कि आपण मिश्रित धला रंग बा धूसर रंग व्यवहार करि परिबे एवं ग्रह माने आपण को आज जहाँ कि 95% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपणकर भाग्य जहाँ कि पूर्ण शुभजुग रहिबा सहित आपण को अर्थजनित मामला रे
ଆପଣଙ୍କୁ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ସିଂହ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆପଣ ବିଦ୍ୟା ସମ୍ବନ୍ଧ କଳା ରୁଚି ଆପଣଙ୍କର ବହୁତ ଇଣ୍ଟରେଷ୍ଟ ରହିବ। ତତ୍ସହିତ ସମସ୍ତ ଯାହାକି ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢ଼ିବା ସହିତ ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ଛୋଟ ଛୋଟ କଥାରେ ଆପଣ ଉତ୍ତ୍ୟକ୍ତ ହୋଇପାରନ୍ତି। ଆପଣଙ୍କର ମାନ ସମ୍ମାନ ହାନି ହେବାର ଅନେକ ଚାନ୍ସ ରହୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ। ବହୁତ ପରିଶ୍ରମ କରିବା ସହିତ ଆପଣଙ୍କୁ ସଫଳତା ମିଳିବା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡ଼ୁନାହିଁ। ତେଣୁ ଆଜି ଦିନଟି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପୀଡ଼ିତ ରହିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ପରିବାରର ପତ୍ନୀ ଏବଂ ପତିଙ୍କ ସହିତ ସମ୍ପର୍କ ଭଲ ରହିବ ନାହିଁ। ନିଜ ଭିତରେ ବାଦ ବିବାଦ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ଧ୍ୟାନପୂର୍ବକ ରହିବାର ଆବଶ୍ୟକତା ରହିଛି। ବିଶେଷ କରି ବିରୋଧୀ ଶତ୍ରୁମାନେ ଆପଣଙ୍କୁ ଅନେକ ଚାପ ସୃଷ୍ଟି କରିପାରନ୍ତି ଏବଂ ଆପଣଙ୍କର କାର୍ଯ୍ୟ ଗୁଡ଼ିକ ବାଧା ପ୍ରାପ୍ତ ହୋଇପାରେ। ବିଶେଷ କରି ଆଲୋଚକମାନେ ଆପଣଙ୍କର ମନକୁ ଅନେକ ଅସ୍ଥିରତା କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତତ୍ସହିତ ଆଜି ନିଜର କାର୍ଯ୍ୟରେ ଅନେକ କଷ୍ଟ ଭୋଗିବାକୁ ପଡ଼ିବ। ବିଶେଷ କରି ଆପଣଙ୍କ ଯଦି ଦୂରଯାତ୍ରା ଆଜି କରୁଛନ୍ତି ଅନେକ କଷ୍ଟ ସହିବାକୁ ପଡ଼ିବ। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ସମସ୍ତ ଶୁଭ କାର୍ଯ୍ୟ ନିଷେଧ ରହିବା ସହିତ ଆଜି ଆପଣଙ୍କର କୌଣସି ସୁଖ ପ୍ରାପ୍ତ କରିବା ଭାରି କଷ୍ଟକର, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସୁଖ ରହିଛି ଏବଂ ପରିବାର ବର୍ଗଙ୍କ ସହିତ ନିଶ୍ଚିତ ଆପଣଙ୍କର ସମ୍ବନ୍ଧ ଭଲ ରହିବା ସହିତ ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ସୁଯୋଗ ରହୁଛି। ତେଣୁ ବେପାର ବାଣିଜ୍ୟ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ବିଛା ରାଶି ବ୍ୟକ୍ତିଙ୍କର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ମାନ ସମ୍ମାନ ଆପଣଙ୍କର ଶେଷ ସ୍ତରରେ ପହଞ୍ଚିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ଯେକୌଣସି ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତେଣୁ ଆପଣମାନେ ନିଶ୍ଚିନ୍ତାରେ ଆଜି ଯେକୌଣସି ଶୁଭ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ପରବର୍ତ୍ତୀ ଷ୍ଟେପରେ ଅନେକ ସଫଳତା ପାଇବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୁଗ ରହୁଛି। ପୂର୍ବରୁ କିଛି ଯଦି କାର୍ଯ୍ୟ ଅଟକି ଯାଇଥିବ ଆଜି ତାହା ପୂର୍ଣ୍ଣ ଭାବେ ସଫଳତା ହେବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସୁଯୋଗ ରହିବା ସହିତ ଅର୍ଥଜନିତ କ୍ଷେତ୍ରରେ ଟିକେ ସାବଧାନ ରୁହନ୍ତୁ, କାରଣ ଅର୍ଥଜନିତ କ୍ଷେତ୍ରରେ ଟିକେ ଆପଣଙ୍କର ହାନି ସାମ୍ନା କରିବାକୁ ପଡ଼ିପାରେ। କିନ୍ତୁ ଆଜି ଯାହାକି ଧନୁରାଶି ବ୍ୟକ୍ତି ଆପଣ ଯଦି କିଛି ସାଧନା କରିବା ପାଇଁ ଚାହୁଁଛନ୍ତି, ନୂତନ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ତେବେ ନିଶ୍ଚିତ ସଫଳତା ସହିତ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ଆପଣଙ୍କର ଭାଗ୍ୟ ସମ୍ବନ୍ଧ ଭଲ ରହୁଛି, ଯାହାକି ଆପଣଙ୍କୁ ସଫଳତା ମିଳିବାର ସୁଯୋଗ ରହୁଛି। ତତ୍ସହିତ ଧନୁରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ପରିବାର ସମ୍ବନ୍ଧ ଆପଣଙ୍କୁ ସହଯୋଗ କରିବେ ଏବଂ ଆପଣଙ୍କର କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ମିତ୍ରତା ବଢିବାର ଅନେକ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି ଏବଂ ଆଜି ମକର ରାଶି ବ୍ୟକ୍ତିଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ନିଶ୍ଚିତ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହେବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ବିଶେଷ କରି ଭାଇ ଭଉଣୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଆପଣ କିଛି ଆଧ୍ୟାତ୍ମିକ କାର୍ଯ୍ୟରେ କିଛି ଆପଣଙ୍କର ରୁଚି ବଢିବାର ଅନେକ ଚାନ୍ସ ରହୁଛି। ଯଦି ଆପଣ ଆଧ୍ୟାତ୍ମିକ କାର୍ଯ୍ୟରେ ଯଦି ଜଡ଼ିତ ମଧ୍ୟ ହେବେ ତେବେ ଆପଣଙ୍କୁ ଅନେକ ସଫଳତା ଆହୁରି ମିଳିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ନିଶ୍ଚିତ ଆଜି ସମାଧାନ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଆଭୂଷଣ କିଣିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ରହୁଛି, ଯାହାକି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ଭଲ ମଧୁର ବାର୍ତ୍ତାଳାପ କରିବା ପାଇଁ ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ବିଦ୍ୟାର୍ଥୀ ମାନେ ଶୁଭ ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଯେଉଁ ବେପାର ବାଣିଜ୍ୟରେ ଆପଣଙ୍କୁ ଶତ୍ରୁମାନେ ହଇରାଣ କରୁଥିଲେ ନା, ସେମାନଙ୍କୁ ଆଜି ଆପଣ ପାନେ ଦେବାର ସୁଯୋଗ ରହୁଛି, ଯାହାକି ଶତ୍ରୁ ନାଶ କରିବାର ଉତ୍ତମ ଯୁଗ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର କିଛି ଖରାପ କାମରେ ଲିପ୍ତ ରହିପାରନ୍ତି, ତେବେ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି କିଛି ସଫଳତା ପାଇବାର ବିଦ୍ୟା କ୍ଷେତ୍ରରେ ଉତ୍ତମ ଯୁଗ ରହୁଛି, ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ଭାଗ୍ୟ ଆପଣଙ୍କର ସାଥ ଦେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର
ଆମୋଦ ପ୍ରମୋଦ ଏବଂ ବିଳାସ କାର୍ଯ୍ୟରେ ଆପଣ ଅଧିକ ଲିପ୍ତ ରହିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଅର୍ଥାତ୍ ଆପଣ ମାନସିକ ସ୍ଥିତି ମଧ୍ୟ ଭଲ ରହିବ। ତତ୍ସହିତ ଆଜି କିଛି ଲୋକଙ୍କୁ ସାହାଯ୍ୟ କରିବାର ପୂର୍ଣ୍ଣ ଯୁଗ ରହୁଛି ବା କିଛି ଲୋକଙ୍କୁ ସାହାଯ୍ୟ କରି ମୀନ ରାଶି ବ୍ୟକ୍ତି ଅଧିକ ଖୁସି ହୋଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।